ଥରେ ଜଣେ ଗରିବ ପିଲା ରାସ୍ତା ପାଖରେ ବସିଥିଲେ। ସେ ତାଙ୍କ ପାଖରେ କେବଳ ଗୋଟିଏ ମୁଦ୍ରା ଥିଲା। ସେ ଭାବୁଥିଲା, ମୁଁ ଏହାକୁ ଖାଦ୍ୟ ଖାଇବି କିମ୍ବା ସଞ୍ଚୟ କରିବି। ସେହି ସମୟରେ ଜଣେ ବୃଦ୍ଧ ସାଧୁ ତାଙ୍କ ପାଖକୁ ଆସିଲେ। ଆସିଲା ପରେ ତାଙ୍କୁ କହିଲେ, ତମେ ଯଦି ଏହି ମୁଦ୍ରାଟି ମତେ ଦେଇଦେବ, ମୁଁ ତୁମକୁ ଏମିତି ଗୋଟିଏ ଜିନିଷ ଦେବି ଜୀବନରେ କେବେ ଶେଷ ହେବ ନାହିଁ। ପିଲାଟି ଖୁସି ହୋଇ ତାକୁ କହିଲା, ଠିକ ଅଛି, ମୁଁ ଏହାକୁ ଦେଇଦେବି। ତାପରେ ସେ ଖୁସିରେ ଦେଇଦେଲା। ଦେଲା ପରେ ସାଧୁ ଜଣକ ତାକୁ ଗୋଟିଏ ଛୋଟ ପୁସ୍ତକ ଦେଲେ। ପୁସ୍ତକରେ ଥିଲା, ଜୀବନର ଗଠନ କରିବା ପାଇଁ ସତ୍ୟ ଘଟଣା, ଆତ୍ମାକୁ ଜାଗରଣ କରିବା ପାଇଁ କିଛି ଶବ୍ଦ, ଯାହାକୁ ପିଲାକୁ ଖାଦ୍ୟ ମିଳିନଥିଲା ସେ ମୁଦ୍ରା ବଦଳରେ, କିନ୍ତୁ ଯେଉଁ ପୁସ୍ତକ ମିଳିଲା ସେଇ ପୁସ୍ତକରେ ଜୀବନକୁ ପରିବର୍ତ୍ତନ କରିବାର ଗୋଟେ ପଥ ତାକୁ ମିଳିଗଲା। ତେଣୁ ଆମେ ଜୀବନର ଅନେକ କିଛି ଆମେ ପୁସ୍ତକ ପଠନ କରୁଛୁ। ସେ ପୁସ୍ତକର ଭାବମର୍ମକୁ ଆମେ ବୁଝିବା ଏବଂ ଜୀବନରେ ପ୍ରୟୋଗ କରିବା, ଯାହାଦ୍ୱାରା ଆମ ଜୀବନ ଉନ୍ନତ ହେବ ଏବଂ ସତ୍ ପଥରେ ଅଗ୍ରସର ହେବ। ଧନ୍ୟବାଦ। ଭାରତ ମାତା କି ଜୟ।